রাম নাম পদে গাইলে 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 প্রভু সত্যনারায়ণ রাম নাম পদে গাইলে দর্শক বন্ধু আজ আলোচনা বিষয়বস্তু কান্দুছি ঠিয়াছি হসুছি মনা গুলগুলা কহুছি মু সর্বহরা বা মশারি মশারি খুলো মশারি খুলো মশারি খুলো আসন্তু শুনিব আসন্তু শুনিব অনুসন্ধানমূলক নাটক মশারি খুলো মশারি খুলো মশারি খুলো মশারি খুলো মস্ত লাগুଛି ବାରାପୁର ଯାତ୍ରା ପଡିଆ କୋଉ ଯାତ୍ରା ମଶାରୀ ଖୋଲ ତୁଳସୀ ନାଟ୍ୟ ନା ତୁଳସୀ ନାଟ୍ୟ ସୁପରହିଟ୍ ନାଟକ ମଶାରୀ ଖୋଲ ମଶାରୀ ଖୋଲ ମଶାରୀ ମଶାରୀ ଖୋଲ ଦେଖନ୍ତୁ ଆପଣ ମାନଙ୍କ ସମ୍ମୁଖରେ ଘେନି ଯାଉଛି ରାମାୟଣର ଅପୂର୍ବ ଛତିଶଗଡ଼ ସବୁ ଚିକେନ ହଉଥିଲା ତ୍ରେତା ଯୁଗରେ ମା ଚିକେନ ହଉଥିଲା তাহলে ভুরি ভোজন কাহিনী চালিছি 14 ବର୍ଷ ପରେ ରାମ ଠାକୁର ଆସୁଛନ୍ତି ଆମର ଖାଇବାକୁ ଚାଲିଛି ହଁ ହଁ ଭୋଜନ ଚାଲିଛି ପ୍ରଭୁ ଫେରୁଛନ୍ତି ଆଜି ରାମଚନ୍ଦ୍ର ଭଲ 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 তাহলে প্রথম প্রশ্ন মিলি যাইছে ପ୍ରକୃତରେ ଅଯୋଧ୍ୟାବାସୀ ପ୍ରଭୁ মনে ରଖିଛନ୍ତି ଆଉ ତାହେଲେ ତାହେଲେ ଚାଲିଛି ପାଲା ସମେତ ବିବିଧ ଭୋଜନ ଚାଲିଛି ଦ୍ୱିତୀୟ ପ୍ରଶ୍ନ ଭରତ ମତେ ସିଂହାସନ ଦେବକି ନା ହନୁମାନ ଚାଲିଲେ ନନ୍ଦୀଗ୍ରାମ ଆଜ୍ଞା ଆଜ୍ଞା ଯୋଉଠି ଭରତ ଗୋଟେ କଠ ଉପରୁ ରଖି ପୂଜା କରୁଥିଲା ଭରତ ହଁ ହଁ ଆଜି ପହଞ୍ଚି ଗଲେ ବୀର ହନୁମାନ ଆଜ୍ଞା କଣ କରିଛି ସେ କଠଉଟାକୁ ରଖି ଅଗ୍ନି ସଂଯୋଗ କରିବ ଆଜ୍ଞା ଆଜ୍ଞା ଅଗ୍ନି ସଂଯୋଗ କରି ଭାରତ ବୀରା ଭାରତ ବୀରା ଏବେ ଭାରତ ବୀରା ସେ ଅଶ୍ରୁଧାର ସେ ଅଶ୍ରୁଧାର ନିଆର ଗୋଟେ କୁଣ୍ଡ କରିକି ବସିଛି ଆଜି ଯଦି ଭାଇ ନ ଫେରିବ 14 ବର୍ଷ ଶେଷ ହେଇଛି ମୋ ଭାଇ ପ୍ରତି ଭାଇର ସ୍ନେହ ଆଜିକାଲି ଭାଇର ଭାଇ ପ୍ରତି ଭାଇ ମରିଯାଉ ଧାଗା ନମି ଜମି ଶୋଉନି ଭାଇ ମରିଯାଉ ଭାତ ନବ କହିଲା ନଡ଼ିଆ ଗଛ ଗୋଟେ ହାଣିବା ଗୋଟେ କଦଳୀ ଗଛ ହାଣିବା ପାଇଁ ଝଗଡ଼ା ସେଠି ମୋର ଭାଇ ବସିଛି ଯଦି ଭାଇ ନ ଆସିବ
ଆଜି ମରିବ। ମରିଯିବ ମରିଯିବ। ନିଆଁର କୁଣ୍ଡଟେ କରି ବସିଛି ଭରତ। ହା ହା ଯଦି ଭାଇ ସୂର୍ଯ୍ୟାସ୍ତ ପରୁ ନ ଫେରିବ ମୁଁ ଆତ୍ମଦାହ କରିବି। କରିବି କରିବି ଯେ ସୂର୍ଯ୍ୟାସ୍ତ ନ ଫେରିଲେ ହାରିବି ଆହା ସୂର୍ଯ୍ୟାସ୍ତ ନ ଫେରିଲେ ହାରିବି ଠାକୁର ଭଲ ବ୍ରାହ୍ମଣ ହେ ଗୋରେ ବ୍ରାହ୍ମଣ। ଆଉ କାନ୍ଦିବା ଦରକାର ନାହିଁ। ଭାଇ ଆସିଲେଣି? ଆପଣଙ୍କ ଭାଇ ଏଇ ଯୋଉ ସରସ୍ୱତୀ ମୁନି ଆଶ୍ରମ ନିକଟରେ ଭରଦ୍ୱାଜ ମୁନି ଆଶ୍ରମ ନିକଟରେ ପହଞ୍ଚନ୍ତି। ଆପଣମାନେ ତାକୁ ବାଛନ୍ତୁ ଆଣନ୍ତୁ। ଓ ଭାଇ ଆସୁଛନ୍ତି? ଆସିଛନ୍ତି ଆସିଛନ୍ତି ଦ୍ୱିତୀୟ ପ୍ରଶ୍ନ ମିଳିଯାଇଛି। ଯାଉଛି ସଙ୍ଗେ ସଙ୍ଗେ ଯାଉଛି। ଆଜ୍ଞା ତୃତୀୟ ପ୍ରଶ୍ନ ମୋ ମା ମାନେ ମତେ ବାହୁନିଛନ୍ତି କି ନା? ନା ତିନି ପ୍ରଶ୍ନ ଠାକୁରଙ୍କର ବୁଝିବ। ଦ୍ୱିତୀୟ ପ୍ରଶ୍ନ ମିଳିଗଲା। ବ୍ରାହ୍ମଣ ବେଶରେ ଯାଇ ପହଞ୍ଚିଲା ମା ମାନେ। ଶୁଣୁଛି ମାଣ୍ଡବୀ ଶୁଣୁଛି କୀର୍ତ୍ତି ସବୁ ଚାଲୁ ମା କୌଶଲ୍ୟା କୈକେୟୀ ମା ଗୋଟେ ବିଷ ପାତ୍ର ଧରି ବସିଛି। ବସିଛି। ଟିକେ ସେ ରାମ ଆସୁ ତାକୁ ତିନିଟା ପ୍ରଶ୍ନ ପଚାରିକି ମୁଁ ବିଷ ଖାଇବି। ରାମ ଠାକୁର ପହଞ୍ଚିଲେ ଜନନୀ ଗହଣେ ଯାଇ କଣ ହେଲା? ହେଲା ଜୟ ପ୍ରଭୁ ରାମଚନ୍ଦ୍ରଙ୍କର ଜୟ ରାମଚନ୍ଦ୍ରଙ୍କର ଜୟ ପ୍ରଭୁ ରାମଚନ୍ଦ୍ରଙ୍କର ଜୟ। ସମସ୍ତେ ଜାଣିଲେ ପ୍ରଭୁ ରାମଚନ୍ଦ୍ର ପାଛୁ କିଣିବା ପାଇଁ ଗଲେ। ତେଣୁ ମନୁଜବଂ ମାରୁତ ତୁଲ୍ୟବେଗଂ ଜିତାନ୍ତ୍ରିୟ ବୁଦ୍ଧି ମଦାମ୍ବରୀ ସଂଘ ଆତ୍ମଜଂ ବାନରଜୂତଂ ରାମଦୂତଂ ଶరణଂ ବ୍ରହ୍ମଂ। ପ୍ରଭୁ ରାମଙ୍କୁ ହନୁମାନଙ୍କୁ ସମସ୍ତେ ଆଜି ଏକାଥରେ ପ୍ରଣାମ କରୁଛନ୍ତି। ରାମଙ୍କ ଲକ୍ଷ୍ମଣଂ ପୂର୍ବଜଂ ରଘୁବରଂ ସୀତାପତି ସୁନ୍ଦରଂ କାକୁସ୍ତଂ କରୁଣାମୟ ଗୁଣ ଦିବ୍ୟଂ ପ୍ରିୟଂ ଧାର୍ମିକଂ ଧାର୍ମିକ ରାଜେନ୍ଦ୍ରଂ ସତ୍ୟସନ୍ଧଂ ଦଶରଥତନୟଂ ଶ୍ୟାମଳଂ ଶାନ୍ତମୂର୍ତ୍ତି ବନ୍ଦେ ରଘୁକୁଳତିଳକଂ ରାଘବଂ ରାବଣ। ବନ୍ଦନା କରୁଛନ୍ତି ସମସ୍ତେ ଠାକୁରଙ୍କୁ ପାଇଗଲେ। ଠାକୁର କହିଲେ ମୁଁ ତମେ ଅଯୋଧ୍ୟା ବାସୀଙ୍କୁ ଡାକୁନି। ନା ନା ତମେ ତ ଆସିବ ମୁଁ ଜାଣିଛି। ହଁ ମୋ ମା କାହିଁ? ମୋ ମା କାହିଁ? କୋଉ ମାକୁ ତୁ ଖୋଜୁଛୁ ରାମ? ମୁଁ ଖୋଜୁଛି ଯୋଉ ମା ମତେ ବନକୁ ପଠେଇଥିଲା ସେଇ ମାକୁ ଖୋଜୁଛି। କୌଶଲ୍ୟା ମା କହିଲେ ଆସୁନୁ ରାମ ମୋ କୁଳକୁ ଆ। ମୋ କୁଳକୁ ଆ। ଏଇ ମା ମୁଁ ତୋର ପାସ ପଇସା କୌଶଲ୍ୟା ମା ତୁ ଆ ମୋ କୁଳକୁ ଆଣିବା। କହିଲେ ଗର୍ଭଧାରଣ ଯେତେ ଯନ୍ତ୍ରଣା ଗର୍ଭଧାରଣ କରିବୁ ତ ତତେ 10 ମାସ ଗର୍ଭ ଧରି ଜନ୍ମ ଦେଇଛି ତୁ ମୋ ପାଖକୁ ଆସିବୁ ତୁ ରାମ ମୋ କୁଳକୁ ଆ ରାମ। ମା କୌଶଲ୍ୟା ଡାକୁଛନ୍ତି ଆ ରାମ। ରାମ କହିଲେ ନା ମୁଁ ସେଇ ମା ପାଖକୁ ଯିବି। କୋଉ ମା? ସ୍ୱୟଂ ଭୁଜନ ମହର ଜନ୍ମଦାତ୍ରୀ କ୍ଷୀର ଦେଇ ବଢାଇ ଥିଲା ଜନନୀ ପୁରା। ସେଇ କୈକେୟୀ ମାକୁ ମୁଁ ଖୋଜୁଛି। ଯାହା ପାଇଁ ତୁ ଆଜି 14 ବର୍ଷ ବନବାସ ଯାହା ପାଇଁ 14 ବର୍ଷ ଯିଏ ତତେ ବନବାସ ପଠେଇଲା ତୁ ବଢିଥିଲୁ ସତ ସ୍ତନରୁ କ୍ଷୀର ମୁଁ ଖାଇଲି। ସେଇ କୈକେୟୀ ମା ସ୍ତନରୁ କ୍ଷୀର ଖାଇ ମୁଁ ବଢିଛି। ଭଲ ପାଇଁ ପଠେଇଥିଲା ଖରାପ ପାଇଁ ପଠେଇ ନା ନା ଯଦି ମତେ ପଠେଇ ନଥାନ୍ତା ମୁଁ ସେ ରାବଣକୁ ମାରି ପାରିନଥାନ୍ତି। ନା ନା ରାବଣର ଦୌରାତ୍ମରେ ସମସ୍ତେ ଥରହର ହଉଥିଲେ ମା ଏ ଜନନୀ ଗହଣେ ଯାଇ ପ୍ରଣନୀ ମାତା କହି ଆଉ ଗହଣା କାହିଁକି ଇଏ କରୁଣା ଆଖି ଇଏ କରୁଣା ଆଖି ମଣିନ ମୁଖରି ଛାଏ ଆଉ ମଣିନ ମୁଖରେ ଛାଏ। ତୁ ଯଦି ମତେ ପ୍ରକୃତରେ ଭଲ ପାଉଛୁ ତାହେଲେ ମୋ କଥା ଶୁଣୁ ରାମ। କଣ ମା?
ମୋର 3ଟି ପ୍ରଶ୍ନର ତ ଉତ୍ତର ଦେବାକୁ ପଡିବ। কোন প্রশ্ন মা তিন প্রশ্ন কোন 3টি ପ୍ରଶ୍ନର ଉତ୍ତର ଦେବ। বলে যদি মতে ভাল পাউথবু কইকেই মা কହୁଛନ୍ତି ମୋର ତିନି ପ୍ରଶ୍ନର ଉତ୍ତର ତୁ ଦେବୁ ଏଠି ଯାଇଥିଲା ତିନି ପ୍ରଶ୍ନ ଇଏ ଆଇଲା ତିନି ପ୍ରଶ୍ନ ମା ଟିକେ ଶୁଣୁଥିଲେ ବିଷୟଟାକୁ ଭଲକି ନ ବସିଲେ ହବନି ମା ଟିକେ କାନଟା ଇଆଡେ ଛାଡି ଦେଲେ ବୁଝିପାରିବେନି না 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 ଟିକେ ଧ୍ୟାନ ସହକାରେ ବସିବେ 2 ଘଣ୍ଟା ବେଶୀ ସମୟ ନେବି ମା ଘଣ୍ଟା ହେଇଗଲାଣି 1 ଘଣ୍ଟା 1.5 ଘଣ୍ଟା ଆଉ ମାତ୍ର 2 ଘଣ୍ଟା ନେବି ସମୟ କଇକେଇ ମା କଣ କହିଲେ ରାମ ଯଦି ମତେ ଭଲ ପାଉଛୁ আয়া ତିନି ପ୍ରଶ୍ନର ଉତ୍ତର ଦବୁ ନହେଲେ ବିଷ ଧରି ବସିଛି ବିଷ ଖାଇ ଦେଖିପାରୁଛୁ ହାତରେ କଣ ଅଛୁ? କଣ ଅଛି ମାନେ ବିଷପାତ୍ର। ବିଷପାତ୍ର ଯଦି 3ଟି ପ୍ରଶ୍ନର ତୁ ଉତ୍ତର ନ ଦେଉ ହଁ ତାହେଲେ ଏ ବିଷ ପିଇ ମୁଁ ଆତ୍ମହତ୍ୟା କରିବି। ଆତ୍ମହତ୍ୟା କରିବି ରାମ। ଆତ୍ମହତ୍ୟା। ବୋଲେ 3ଟି ପ୍ରଶ୍ନର ଉତ୍ତର ଦେବୁ শ্রীরাম জান হরি রে শ্রীরাম ଜାଣିବେ ଜନନୀ জয় মুসর গুণ হাই রে মুসর গুণ ରାମ କହ ମା ପ୍ରଥମ ଉତ୍ତର ପ୍ରଥମ ପ୍ରଶ୍ନ ବାଳିକି ମାଇଲୁ ସୁଗ୍ରୀବକୁ ରାଜା ରାଜା କଲୁ ঠিক কলু ବାଳିକି ମାଇଲୁ ଠିକ କଲୁ କଲୁ ବାପି ଗୋଟେ ବାଳି ଗୋଟେ ଅତ୍ୟାଚାରୀ ଥିଲା বাড়িকে মারে ঠিক করলু କିନ୍ତୁ ଅଙ୍ଗଦକୁ ରାଜା କଲୁ ঠিক করলু বাড়িকে রাজা কম କିନ୍ତୁ ତା ପୁଅ ବାଳିର ପୁଅ ଅଙ୍ଗଦକୁ ଦାଣ୍ଡର ଭିକାରୀ କଲୁ କାହିଁକି କହ ହେଲେ କି ପ୍ରଶ୍ନର ଗୋଟେ ଗୋଟେ ଉତ୍ତର ଦେବାକୁ ପଡିବ ଗୋଟେ বাড়িকে মারে ঠিক করলু ଦ୍ୱିତୀୟ ପ୍ରଶ୍ନ আউগা 14 ବର୍ଷ ବନବାସ ତୁ ନିଜ ଇଚ୍ଛାରେ ଯାଇଥିଲୁ ନା ମୁଁ ପଠେଇଥିଲି। ସମସ୍ତେ ମତେ କହୁଛନ୍ତି 14 ବର୍ଷ ମୁଁ ପଠେଇଛି କେତେ ନା, ଲୋକ ନା, କେତେ ନା। କଥା କହୁଛନ୍ତି। ତୋ ନିଜ ଇଚ୍ଛାରେ ଯାଇଥିଲୁ ନା ମୁଁ ପଠେଇଥିଲି ତାର ଉତ୍ତର ଦବୁ କହ ରାମ କହ ମୁଁ ପଠେଇଥିଲି ନା ତୁ ନିଜ ଇଚ୍ଛାରେ ଯାଇଥିଲୁ? କହିଲେ ଆଉ ଗୋଟେ ପ୍ରଶ୍ନ ଆଉ ଗୋଟିଏ ପ୍ରଶ୍ନ ରହିଲା। ରାବଣକୁ ମାଇଲୁ ଠିକ କଲୁ ঠিক করলু ବିଭୀଷଣକୁ ରାଜା କଲୁ ঠিক ଠିକ করলୁ କିନ୍ତୁ ରାବଣର ସ୍ତ୍ରୀ ମନ୍ଦୋଦରୀକୁ ନେଇକି କାହିଁକି ବିଭୀଷଣ କୂଳରେ ବସେଇଲୁ ও ଭାଉଜଟାକୁ ନେଇକି ଦିଅର କୂଳରେ କାହିଁକି ବସେଇଲୁ ତିନିଟା ପ୍ରଶ୍ନ ଦୁନିଆରେ ବସେଇଲୁ କହ ରାମ କହ। 3ଟି ପ୍ରଶ୍ନର ଉତ୍ତର କେବେ ମୁଁ ଜନନୀ ଆହର ଆଇ ଜାଣିଲେ ଗୁଣ ତିନୋଟି ପ୍ରଶ୍ନର ଉତ୍ତର তিনি দিন দেখালা হাইরে দিন দেখালা ପ୍ରଥମ ପ୍ରଶ୍ନର ଉତ୍ତର ଆଗେ দেউছি ভলা হাইরে দেউছি ভলা ଯେ ତିନି କଥା ଯଦି ମା ବୁଝେଇବି 3 ଦିନ ପାଲା ହବ 10-12 ଘଣ୍ଟା ପାଲା ହବ ଗୋଟେ ପ୍ରଶ୍ନର ଉତ୍ତର ଦଉଛି ମା ଯୋଉ ବିଚରା ଯୋଉ ଲୋକ ସେ ତିନିଟା ପାଲା କରିବ ନା କଣ ଆଉ ରହ ହେଲା କଣ ମା ଗୋଟେ ପ୍ରଶ୍ନର ଆଜି ସମୀକ୍ଷା କରିବା ଏସବୁ ସମୀକ୍ଷାର କଥା ଖାଲି ରାମାୟଣ ପଢିଦେଲା রাবণকে মাইলু ঠিক করলু ନାଇଁ ବାଳିକି ମାଇଲୁ ঠিক করলু କିନ୍ତୁ ଅଙ୍ଗଦକୁ ରାଜା କଲୁ ঠিক করলু କିନ୍ତୁ ବାଳିର ପୁଅ ବାଳିକି ମାଇଲୁ ଠିକ କଲୁ ସୁଗ୍ରୀବକୁ ରାଜା କଲୁ ঠিক ଠିକ করলু ଅଙ୍ଗଦକୁ କାହିଁକି ଦାଣ୍ଡର ଭିକାରୀ ভিকারি বলো ভিকারি ଏଇ ପ୍ରଶ୍ନର ସମୀକ୍ଷା କରିବା বাস এর উত্তর দেবো তারপরে পয়সা নেবো বলবি এই এটা খাইবা করে ঠিক আছে বিনা পয়সা নাই বসন চলে কশ্যপଙ୍କ শিষ্য রামচন্দ্র উদর হে আরে হে তপস্যা করন্তি সেই গঙ্গা কূল নথিলা কোন সম্পদ আমধেনু বিনা নাই प्रभु रामचंद्र कहते शुण से कहानी ये कहानी का नोना एरा कहू जमक बालिकी मारिली अंगद को राजा कली बालिकी मारिली सुग्रीव को राजा कली ये प्रसिद्ध छळ का जमक रखिज ना अंगद को काहे की दांडर भिकारी कर भलो से समीक्षा हम कहूची कहूची गंगा नदी कूल रे महांती साथे चाहा अरे हो बलियो चाच व्यस्त हन
ଦୁଇ ଋଷି ଥିଲେ ଆଜ୍ଞା ମନ୍ଦର ଉଦର। ଉତ୍ତର ଦୁଇ ଋଷି କଣ କରୁଛନ୍ତି ଗଙ୍ଗା ନଦୀ କୂଳରେ ତପସ୍ୟା କରୁଛନ୍ତି ମା। ଗଙ୍ଗାଙ୍କୁ ପ୍ରାର୍ଥନା କରୁଛନ୍ତି ଗୋଟେ କୁଡ଼ିଆ କରିଛନ୍ତି। ଆଜ୍ଞା ମନ୍ଦର ଉଦର ଋଷି ଗୋଟେ କୁଡ଼ିଆ ଏ ଧୀରେ ମା ଏଇ ଯା ଆସ ପରେ 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 ଏ ମା କାହିଁକି ଆରେ ଚାଲିଛୁ କଣ ପରୀକ୍ଷାର ପୁଣି ଗୋଟେ ଗ୍ରହ ତା ପରୀକ୍ଷାର ପଡୁ ନ ପଡୁ ଜାଣିବା କଥା। ଗଙ୍ଗା ନଦୀ କୂଳରେ ମନ୍ଦର ଉଦର ତପସ୍ୟା କରୁଛନ୍ତି ଗୋଟେ କୁଡ଼ିଆ। କରୁଛନ୍ତି ଆଶ୍ରମ ରହିଛି କୁଡ଼ିଆଟେ ରହିଛି। ରହିଛି ସେଠି ଆଶ୍ରମରେ ଅଛି ଗୋଟେ ଗାଈ ଦୁଗ୍ଧ ଗତି କାମ ଗୋଟେ କାମଧେନୁ ଗାଈ। ଏବେ ବି ଭାରତରେ କାମଧେନୁ ଗାଈ ଅଛନ୍ତି ମା। କାମଧେନୁ ଗାଈ କଣ ଯେତେବେଳେ ଚାହିଁବେ ଆପଣ କ୍ଷୀର ଦଉନ। କେତେବେଳେ ଚାହିଁ ସିମେଣ୍ଟ ଗାଈ ସିମେଣ୍ଟ ଗାଈ ସାର ସେ ଦଉଲା କ୍ଷୀର ମାନ୍ୟବର ଉଦର ଋଷି ତପସ୍ୟା କରୁଛନ୍ତି ଗଙ୍ଗା ନଦୀ କୂଳରେ। ଆଜ୍ଞା ଆଜ୍ଞା ଓଡ଼ିଆରେ ଅଛି ଗୋଟେ ଗାଈ। ସାର୍ ଭଲ ଜାଗା ଗୋଟେ ପାଇଛୁ କି କଥା କଣ ସାର୍ ମୋ ମନଟା ଭାରି ଖୁସି କଣ ଖୁସି ହେଲା? ଗଙ୍ଗା ନଦୀ କୂଳରେ ଗଙ୍ଗା ନଦୀ କୂଳରେ ତପସ୍ୟା କରୁଛନ୍ତି ମନ୍ଦର ଉଦର ଦୁଇ ଋଷି। ଆଣି ସାରିଆ ଜଣା ହେଇ! ମାଛ ମାଛ କଙ୍କଡା ଖାଇବ ଋଷି। ବାବା ନା ସାର୍ ଏବେ ଆଉ ବାବା ନା ସବୁ ଢାବା ହେଇଗଲାଣି ଏଇ ସବୁ ଢାବା ବାବା କେତେ ପ୍ରକାର ଜାଣିଛୁ? ବାବା କେତେ ପ୍ରକାର? ବାବା ହଉଛନ୍ତି 3 ପ୍ରକାର ତିନି ପ୍ରକାର ବାବା। ବାବା କଣ ତିନି ପ୍ରକାର? ଗୋଟେ ହେଲା ରୁଷ ବାବା ହଁ ଗୋଟେ ହେଲା ପୁଷ ବାବା ହଁ ଆଉ ଗୋଟେ ହେଲା ଖୁସ ବାବା। ରୁଷ ବୋଷ ଫୋଷ କଣ? ଆଜ୍ଞା ରୁଷ ବାବା ଆଜ୍ଞା ବର୍ତ୍ତମାନ ସମାଜ ଆଜ୍ଞା ଯୋଉ ଭଳିଆ ହେଲାଣି ହଁ ସରକାର କହୁଛି ଗୋଟିଏ କିମ୍ବା ଯୋଡ଼ିଏ ଛୁଆ ଯଥେଷ୍ଟ। ହଁ ସେ ଚଣ୍ଡାଳ ମାନିଲାନି ଆଉ 5-7 ପିଲା ଜନ୍ମ କରିଥିଲା କେବଳ ଗୋଟିଏ ଲୋକ। ହେଇ! ଚାଉଳ 5 କିଲିଆ ଚାଉଳ 5 କିଲୋ ଚାଉଳ ପାଇଁ ପିଲା ଜନ୍ମ ତାପରେ ତାପରେ ଜନ୍ମ ଚଲେଇ ଯାଉ ଚଲେଇଛି। ଆଉ ଏଇ ଲୋକ ଯେତେ ଜନ୍ମ କରିଦେଇଛି କିଏ ସକାଳୁ ଉଠିଲା କହିଲା ବା ମୋ ପେଣ୍ଟ ଦେବି ହଁ ଆଉ ଗୋଟେ କହିଲା ବା ମୋର ଥିଲା ମୋ ଡଟ ସରି ତାକୁ କେଳେଇ କୁଟେଇ ଖାଇଲେ ଯେତେବେଳେ ଖାଇଗଲେ ପଳେଇବା ସେ ତପସ୍ୟା କରିବେ। ତୁ ପଳେଇବ ପ୍ରାକ୍ଟିକାଲି ପ୍ରାକ୍ଟିକାଲ ତୁ ଘର ଠିଆ ହେଇ କଣ ବାବା ସେଉଠୁ ନା ଇଏ ସେଉଠୁ ବାବା ପଳେଇଲେ ବାବା ପଳେଇଲେ। ପଞ୍ଚୁଲି ସେ କି ବାବା ସେ? ନା ଇଏ କି ବାବା ତାଙ୍କ? ଏଟା ହେଲା ପୁଷ ବାବା ପୁଷି ପାଇଲା ପୁଷି ପାଇଲା। ପୁଷି ପାଇଲା ଆଚ୍ଛା ପୁଷି ପାଇଲା ନି ପୁଷି ବାବା ହେଇଗଲା। ଆଜ୍ଞା ପୁଷି ନ ପାଇଲା ପୁଷ ବାବା ଆଚ୍ଛା ତାପରେ ତାପରେ ରୁଷ ବାବା ମାନେ ସ୍ୱାମୀ ସ୍ତ୍ରୀଙ୍କର ଝଗଡା ବର୍ତ୍ତମାନ ଜାଣିଥିବେ କଳିଯୁଗ କଥା ବେଶୀ ହଉଛି ବାବା। ସବୁ ବିଷ ଖାଇକି ବିଷାକ୍ତ ବ୍ରେନ ହେଇଗଲା। ହଁ ହଁ ଆଚ୍ଛା କୌଣସି ଛୁଟିଆ ମୁଟିଆ କଥାରେ ହଁ ଯେମିତି ଆମର ଏଇ ଯୋଉ ଫିଲ୍ମ ଆକ୍ଟର ଆଜ୍ଞା ଆଜ୍ଞା କିଏ କହିଲେ ବର୍ଷା ଶୁଣି ତାଙ୍କ ଫ୍ୟାମିଲି ଭିତରେ ଲାଗିଗଲା ହଁ 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 ସେ ପଳେଇଲେ। ଅନୁଭବ 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 ଆଉ ବର୍ଷା ଶୁଣି ବର୍ଷା। ଠିକ ସେଇଭଳିଆ ତାଙ୍କ ଫ୍ୟାମିଲି ଭିତରେ ଲାଗିଗଲା ଆଚ୍ଛା କେତେବେଳେ ଆଉ ସ୍ୱାମୀ ସ୍ତ୍ରୀଙ୍କର ପଟିଲା ହଁ କହିଲା ନା ଏବେ ଇଏ ଘରେ ଆଉ ରହିକି ଲାଭ ଆଚ୍ଛା ପଳେଇଗଲା ଆଜ୍ଞା ଇଏ କି ବାବା? କିଛି କହିଲା ରୁଷି ବି ପଳେଇଲା ଋଷି ବାବା ଗୋଟେ ପୁଷି ପାଇଲା ନି ପଳେଇଲା ପୁଷ ବାବା। ହଁ। ଇଏ ଋଷି ପଳେଇଲା ଲାଗିକି ହେଲା ଋଷ ବାବା। ହଁ ତାପରେ ତାପରେ ଲାଗିଲା ଖୁସ ବାବା ଏଟା କଣ ପୁଷ? ଖୁସି ହବା ଖୁସି ହବା ଏଇ ଜାଣିଛ ଯେ ବୋଲ ନା ସାର୍ ମିଛ କଥା କହିବୁ ଆପଣମାନେ ଜାଣିଥିବେ କି ଶୂନ୍ୟମଣ୍ଡପ ଯାଇକି ଯଦି କିଏ ଆଜି 10 ବର୍ଷ 20 ବର୍ଷ କଥା କହୁଛୁ ହଁ ହଁ ବାବାଙ୍କ ହାତରେ ଗୋଟେ ଶଙ୍ଖ ଥିଲା ସେଇଟା ହଉଛନ୍ତି ଅରିଜିନାଲ ହଁ ବାବା ହଉଛନ୍ତି ଅରିଜିନାଲ ଆଜ୍ଞା ସେଟା ହଉଛନ୍ତି ପୁରା ଖୁସ ବାବା ମାନେ ସେ ତାଙ୍କର ଶଙ୍ଖ ଅଛି ଶଙ୍ଖ ଅଛି ସେ ପୁଷ ବାବା। ବାବା ହଁ ବାବାଜୀ ନୁହେଁ ବାବାଜୀ ପ୍ରଭା କର ଆଜ୍ଞା ତମର ବାବାଜୀ 5 ପ୍ରକାର। ବାବାଜୀ ମୋର 3 ତାର 5 8 ମୋର ବାବାଜୀ ଚାଲୁଆ ଗାତୁଆ ଚଞ୍ଚା ଅଚଞ୍ଚା ଟିଭି ପ୍ରଭା କର ଯଦି ଜାଣିଛ କହିବ। ଆଜ୍ଞା ସେ କହିଲା ରୁସୁ ଫୁସୁ ଫୁସୁ ହଁ ମୁଁ କହି 5 ପ୍ରକାର ବାବା କି ବାବା? ଚାଲୁଆ ଗାତୁଆ ଚଞ୍ଚା ଅଚଞ୍ଚା ଟିଙ୍ଗିଡିଙ୍ଗା ଟିକା ବାବା ଗୋଟେ ଅଛି। ଆରେ ଚାଲୁଆ ଗାତୁଆ ଚୁଥା ଇଏ କଣ ଗୋଟେ ବାବାଙ୍କ ନାଁ ହେଇପାରେ? ये बाबाजी बुझुछु बाबाजी बाबाजी ବାବାଜୀ बाबा आपण आंगला 45,000 पाना करते आमे प्रति सरस्वती ଏ ସାଧୁ ନଚନି ହବା ବେଶ ହୁସାରୁ हातो नचिन हिवा बेसबु सानु ସାଧୁ ନଚନି ହବା ଛତାରୁ ତାରୁ हातो नचिन हिवा छतानु सानु ସାଧୁଙ୍କୁ ସବୁ ବେଶ ହୁସାରୁ ଜଣା যায় ना ना ଛତା ଜୁତାରୁ ଜଣା যায়। କିଏ ଗଞ୍ଜେଇ କଥା ଜାଣିବେ ସେ ଆଜି ଗଞ୍ଜେଇ କଥା ନା
ସାଧୁଙ୍କର ଲକ୍ଷଣ ସାଧୁଙ୍କ ଲକ୍ଷଣ ଈଶ୍ୱର ଭକ୍ତି ବଡ଼ାଇ ଶକ୍ତି ଯୁଦ୍ଧପନ କଲେ ବଡ଼ାଇ ଶକ୍ତି ଯାତ୍ରା ଡାଇଲଗ ସମୟ ହେଇଗଲା ହଉ ବାପା ତୁମେ ରହିଯାଅ ଆଜ୍ଞା ପଛକୁ କହିବା ଶେଷ କଥା ଦେଖିବା ତେଣୁ ସାଧୁ ଆଜ୍ଞା ସାଧୁଙ୍କୁ ସେମିତି କୁହାଯାଏନି ବେଦାନ୍ତ ସନ୍ନ୍ୟାସ ଯୁଗାନ୍ତ ସନ୍ନ୍ୟାସ ନାଗାନ୍ତ ସନ୍ନ୍ୟାସ ସିଦ୍ଧାନ୍ତ ସନ୍ନ୍ୟାସ ଆଜ୍ଞା ଚାରି ପ୍ରକାର ସନ୍ନ୍ୟାସ ଏବେ ସୁଦ୍ଧା ଅଛନ୍ତି ବାବା ଯଜ୍ଞ କରୁଛନ୍ତି ଆମର ନାଗାନ୍ତ ସନ୍ନ୍ୟାସ ଆପଣଙ୍କର ହିମାଳୟରେ ଏବେ ତପସ୍ୟା କରୁଛନ୍ତି ମନ୍ଦିର ଆପଣମାନେ ଦେଖିଥିବେ ଯୋଉ ଗଲା ଆପଣଙ୍କର ଏ ବର୍ତ୍ତମାନ ଯୋଉ ଗଙ୍ଗାଙ୍କର ଗଲା ଆଜ୍ଞା ଗଙ୍ଗା କୁମ୍ଭମେଳା କୁମ୍ଭମେଳାରେ ଆପଣ ଦେଖିଥିବେ ନାଗା ସାଧୁ ସବୁ ଲମ୍ବଳା ହେଇକି ବେଶ କିଛି ନାହିଁ ବର୍ତ୍ତମାନ 14 ବର୍ଷ ଇଏ ଏବେ ବି ତପସ୍ୟା କରୁଛନ୍ତି 14 ବର୍ଷ 15 ବର୍ଷ 20 ବର୍ଷ କେତେ ବର୍ଷ ହେଲା ତପସ୍ୟା କରୁଛନ୍ତି ହିମାଳୟରେ ସେମାନେ ଯାହା ଚାହିଁଲେ ସେଇଆ ଇଏ ଅଧମ ଗୋଟେ ବାବାଙ୍କ ସମୟ ଆସିଥିଲା ସେଇ କୁମ୍ଭମେଳାରେ ଉଜ୍ଜୟିନୀରେ କୁମ୍ଭମେଳା ପଡିଥିଲା ଇଏ ଅଧମ ଯାଇଥିଲା ଦେଖିଛି ସେ ବାବୁ ମୋରି ସମ୍ମୁଖରେ ମା ଗୋଟେ କଣ୍ଟାଟା ପୋଡି ଦେଲା ଏପଟରୁ ସେପଟ ହାତରେ ବାହାରିଗଲା ସେ ହୋମ ପାଉଁଶ ଟିକେ ଆଣିଲା ମାରିଦେଲା ସେ ରକ୍ତ ସାଧନା ସିଦ୍ଧି ତାକୁ କୁହାଯାଏ ନାଗାନ୍ତ ସନ୍ନ୍ୟାସ ଯୁଗାନ୍ତ ସନ୍ନ୍ୟାସ ଆପଣଙ୍କର ଅନୁକୂଳ ଚନ୍ଦ୍ର ଇଏ ଯୁଗାନ୍ତ ସନ୍ନ୍ୟାସ ସିଦ୍ଧାନ୍ତ ସନ୍ନ୍ୟାସ ଆପଣଙ୍କର ଏମିତି 4 ପ୍ରକାର ସନ୍ନ୍ୟାସ ଠାକୁର ଅନୁକୂଳ ଚନ୍ଦ୍ର ସାଇ ବାବା ଆପଣଙ୍କର ନିଗମାନନ୍ଦ ସବୁ ସାଧନା ବଳ ସିଦ୍ଧି ଲାଭ କରିଛି ଆମେ ସମସ୍ତେ ସାରଥୀ ବାବା ସହିତ ତୁଳନା କଲେ ହବନି ସୁନାବାକୁ ଟିକେ ପଚାର ସୁର ବାବା ସେ ମରିଗଲା ତେଣୁ ସେ ସମସ୍ତେ ସୁର ବାବା ନୁହନ୍ତି ସାରଥୀ ନୁହନ୍ତି 4 ପ୍ରକାର ସାଧୁ ଭାରତରେ ଅଛନ୍ତି ସତ୍ୟ ଅଛି ସତ୍ୟ ତିଷ୍ଠି ଆଉ ସେ ପ୍ରକାର ସାଧୁ ନଥିଲେ ଏବେ ଆପଣଙ୍କର ଇସ୍କନ ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିୟସନେସ ଇସ୍କନ ଭକ୍ତମାନେ କେବଳ ଭାରତରେ ରହନ୍ତି ଭାରତ ବାହାରେ ହରେ କୃଷ୍ଣ 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 ହରେ 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 ରାମ ଏ 32 ଅକ୍ଷର ଆପଣଙ୍କର 32ଟା ଦାନ୍ତ ପବିତ୍ର ହେଇଯିବ ଏଇ ଠାକୁରଙ୍କ ନାଁରେ ତେଣୁ ଆପଣଙ୍କର ସାଧୁ ସନ୍ଥ ଅଛନ୍ତି ବୋଲି ଭାରତ ଦୃଷ୍ଟି ଆମେ ସିନା ଭଲ ପାଉନୁ ଆମର ଠାକୁରଙ୍କ ନାଁ ଜପ କରିବା ପାଇଁ ବିଦେଶକୁ ଆସିକି ଭାରତରେ ସବୁ ଆଜ୍ଞା ଆପଣ ଯାହା କୁହନ୍ତୁ ମୁଁ ଟିକେ ଗୋଟେ କବାଲି ନାମ ଗାଇ ଦଉଛି ପଞ୍ଚଭାଷୀ ଗାଇ ଦଉଛି ଆଜ୍ଞା ଆପଣ ଗୋଟେ ଭାଷା